ଦେଖନ୍ତୁ ଏଭଳି ପଳେଇ ଯିବା କିଛି ନୂଆ କଥା ନୁହେଁ। ଅତୀତରେ ମଧ୍ୟ ଯାଇଛନ୍ତି, ବର୍ତ୍ତମାନ ମଧ୍ୟ ଯାଉଛନ୍ତି, ଆଗରେ ମଧ୍ୟ କିଛି ଲୋକ ଯିବେ। ଦେଖନ୍ତୁ ଆମର ବିଜୁ ଜନତା ଦଳରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ଜିଲ୍ଲାରେ ସମୀକ୍ଷା ଏବଂ ପ୍ରସ୍ତୁତି ବୈଠକ ସମୟ ସମୟରେ ହୁଏ। କଟକରେ ଯେବେଠାରୁ ଏଇ ବିଜୁ ଜନତା ଦଳର ନୂଆ ଅଫିସ ହେଇଛି ଏବଂ ଆମର ସଭାପତି ପ୍ରଫୁଲ୍ଲ ବାବୁ ଆସିଛନ୍ତି, ଏଠାରେ ଚଳଚଞ୍ଚଳ ହେଇ ଉଠିଛି ଏ ଜାଗା। ଆପଣମାନଙ୍କୁ ମଧ୍ୟ ମୁଁ ବାରମ୍ବାର ଦେଖୁଛି ଏଠି ଆସୁଥିବାର ଏବଂ ଆମର କର୍ମୀମାନେ ଆସୁଛନ୍ତି, ନେତାମାନେ ଆସୁଛନ୍ତି। ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାର ଆଲୋଚନା ହେଉଛି। ମହିଳାମାନଙ୍କୁ, ଯୁବକମାନଙ୍କୁ, ଛାତ୍ରମାନଙ୍କୁ କେମିତି ଆଗେଇ ନେବା ବିଜୁ ଜନତା ଦଳରେ ଏଇ ଜିଲ୍ଲାରେ ଏ ବିଷୟରେ ଆଲୋଚନା ହେଉଛି। ଦେଖନ୍ତୁ ଏଭଳି ପଳେଇ ଯିବା କିଛି ନୂଆ କଥା ନୁହେଁ। ଅତୀତରେ ମଧ୍ୟ ଯାଇଛନ୍ତି, ବର୍ତ୍ତମାନ ମଧ୍ୟ ଯାଉଛନ୍ତି, ଆଗରେ ମଧ୍ୟ କିଛି ଲୋକ ଯିବେ। ଯେଭଳି ଉତ୍କଳ ଗୌରବ ମଧୁସୂଦନ ଦାସ କହିଥିଲେ, ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥୀ କଲେ। ଏ ବିଷୟରେ ଓଡ଼ିଶାବାସୀଙ୍କୁ ଚିନ୍ତା କରିବାର ଅଛି, ଭାରତବାସୀଙ୍କୁ ଚିନ୍ତା କରିବାର ଅଛି। ଏ ଦୁଃଖର କଥା ଯେ ଗଣତନ୍ତ୍ର ଏବଂ ରାଜନୀତିରେ ମୂଳ ମନ୍ତ୍ର ଯୋଉଟା ହଉଛି, ଯୋଉମାନଙ୍କର ଆପଣ ପ୍ରତିନିଧିତ୍ୱ କରୁଛନ୍ତି ସେ ପ୍ରତିନିଧିତ୍ୱର ସମ୍ମାନ କରିବା ଉଚିତ। ଯେତେବେଳେ ଲୋକମାନେ ଦଳ ବଦଳି ଅନ୍ୟ ଜାଗା ଯାଉଛନ୍ତି ବା ଅନ୍ୟ କିଛି ଦଳ ବିରୋଧୀ କାମ କରୁଛନ୍ତି, ସେତେବେଳେ ଲୋକମାନେ ଦେଇଥିବା ଜନମତକୁ ସେମାନେ ଅସମ୍ମାନ କରୁଛନ୍ତି। ତେଣୁ ଯଦି ଏଭଳି ନେତୃବର୍ଗ ଏଭଳି କାମ କରନ୍ତି, ତାଙ୍କର ସତ୍ସାହସ ଥିଲେ ନିଜ ପଦବୀରୁ ଇସ୍ତଫା ଦେଇ ପୁଣି ଥରେ ଲୋକମତ ନବା ପାଇଁ ଯିବା ଉଚିତ। ଏଭଳି ଗୋଟିଏ ଦଳଠୁ ଟିକଟ ପାଇ, ପଦବୀ ପାଇ, ସଦସ୍ୟତା ପାଇ ଚୁପଚାପ ଲୁଚିକି ଅନ୍ୟ ଜାଗା ପଳେଇ ଯିବା, ଏଇଟା ଲୋକମାନେ ଭୁଲିବେ ନାହିଁ ବା କ୍ଷମା କରିବେ। ଆମ କଟକର ଦୋଳମୁଣ୍ଡେଇ ବିଜୁ ଜନତା ଦଳ ପାର୍ଟି ଅଫିସରେ ଦଳୀୟ ସାଂଗଠନିକ ବିଷୟରେ ଆଲୋଚନା ହେଇଥିଲା। ଆଗାମୀ ଦିନରେ ବିଜୁ ଜନତା ଦଳର ସଂଗଠନକୁ କିପରି ଭାବରେ ମଜବୁତ କରାଯିବ ସେ ସମ୍ପର୍କରେ ଆଲୋଚନା ହେଇଥିଲା। ତା ସହିତ ବି ଯେଉଁ ସଂଗଠକ ମାନେ ଯୋଉମାନଙ୍କ ଉଦ୍ୟମରୁ ଆଶାରୁ ବାହାରେ ସଫଳ ହେଲା ଆମର ବିଜୁ ବାବୁଙ୍କର ଶ୍ରାଦ୍ଧ ଦିବସ ପାଳନ କରାଗଲା, ସେମାନଙ୍କୁ ମଧ୍ୟ ଆମେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲୁ। ଏବଂ ଆଜି ଆମେ ସନ୍ତୃପ୍ତ ବାବୁ ଆମର ଯିଏ ପଲିଟିକାଲ ସେକ୍ରେଟାରୀ ଆମର ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କର ଏବଂ ରାଜ୍ୟସଭା ସାଂସଦ ତାଙ୍କୁ ଆମେ ସମସ୍ତେ ସ୍ୱାଗତ କରିଥିଲୁ, ସମ୍ବର୍ଦ୍ଧିତ କରିଥିଲୁ। ଏବଂ ତା ସହିତ ଆଗାମୀ ଦିନରେ କିପରି ଭାବରେ କଟକ ଜିଲ୍ଲାରେ ପ୍ରତ୍ୟେକଟି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ତରଫରୁ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରାଯାଇପାରିବ, ସୁଖ ଦୁଃଖରେ ଆମେ ଆହୁରି ଅଧିକରୁ ଅଧିକ କିପରି ସାମିଲ ହେଇପାରିବୁ। ଏବଂ ରକ୍ତଦାନ ଯାହାକି ନବୀନ ବାବୁଙ୍କର ଗୋଟିଏ ମାନସ କାର୍ଯ୍ୟକ୍ରମ ଥିଲା, ରକ୍ତଦାନ ଜରିଆରେ ଜୀବନ ବଞ୍ଚେଇବା, ସେ କାର୍ଯ୍ୟକ୍ରମ କିପରି ଆଗାମୀ ଦିନରେ ତ୍ୱରାନ୍ୱିତ ହବ, ଏ ସମସ୍ତ ବିଷୟରେ ଆଜି ଆଲୋଚନା ହେଇଥିଲା।